ଚାଲନ୍ତୁ ଆଜି ବେସନ ଦେହରେ ଏମିତି ଗୋଟେ ତରକାରୀ ବନେଇବା ସଙ୍ଗେ ସଙ୍ଗେ ହେଇପାରିବ ଆଉ ରୁଟି ପରଟା ଭାତ ବ୍ରେଡ୍ ସବୁଥିରେ ଖାଇପାରିବା ଭଲ ମଧ୍ୟ ଲାଗିବ। ସେଥିପାଇଁ ନେଇଯିବା ବେସନ, ତା ଦେହରେ ପକେଇଦେବା ଜୁଆଣି ଟିକେ ଘଷିକି ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ମସଲା ଗୁଣ୍ଡ ଲୁଣ ସବୁ ପକେଇ ଦେଇକି ପାଣି ଟିକେ ଦେଇକି ତାକୁ ବୁନ୍ଦିକି ଆମେ ଯେତିକି ମୋଟା ରଖୁଛନ୍ତି ସେତିକି ମୋଟାରେ ଘାଣ୍ଟି ଦେବା ଆଉ ଟିକେ ମୋଟା ରଖିବା। ତାପରେ କଢ଼େଇ ଗୋଟେ ଗ୍ୟାସ୍ ଦେହରେ ବସେଇ ତେଲ ଦେଇ ତା ଦେହରେ ଫୁଟଣ ଦେଇଦେବା। ଆପଣମାନେ ଏଇଠି ଅଦା ରସୁଣ ଛେଚା ପିଆଜ ପକେଇ ପାରିବେ, ଟମାଟୋ ପକେଇ ପାରିବେ। ମୁଁ ପାଣି ଦେଇକି ହଳଦୀ ଗୁଣ୍ଡ ଲଙ୍କା ଗୁଣ୍ଡ ମସଲା ଗୁଣ୍ଡ ଲୁଣ ପକେଇ ଦେଇକି ଭଲ ଭାବେ କଷି ଦେଇଛି। ଆଉ ଟମାଟୋ ସସ୍ କରିକି ରଖିଥିଲି ମୁଁ ସେଇ ଟମାଟୋ ସସ୍ଟି ତା ଦେହରେ ପକେଇ ଦେଇଛି। ଭଲ ଭାବେ ଟିକେ କଷାକଷି କରିକିରି ତା ଦେହରେ ପାଣି ଦେଇଦେଇଛି। ଏଇଠି ଟିକେ ଅଧିକା ପାଣି ଦେବା କାହିଁକିନା ବେସନଟା ପକେଇବା ମୋଟା ହେଇଯିବ ଝୋଳଟି, ବେଶୀ ଟିକେ ପାଣି ଦେବା। ପାଣିଟା ଫୁଟୁଥିଲା ଅବସ୍ଥାରେ ଟକର ଟକର ହେଇକି ଫୁଟୁଥିବା ସମୟରେ ଏଇଭଳିଆ ସବୁ ବୁନ୍ଦି ସବୁ ତିଆରି କରି ତା ଦେହରେ ଛାଡ଼ିଦେବା। ତାପରେ ଟିକେ ସିଝିଲେ ଓହ୍ଲେଇ ଦେବା। ଏଇ ତରକାରୀଟି ସଙ୍ଗେ ସଙ୍ଗେ ହେଇପାରିବ ଆଉ ଭଲ ମଧ୍ୟ ଲାଗୁଛି। ଆପଣମାନେ କରି ଖାଆନ୍ତୁ। ଭିଡ଼ିଓଟି ଭଲ ଲାଗିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ।